ବାଉଲି ପୁଅ କପେ ଚା ଦେଲୁ ରେ। ଆରେ ନରିଆ କିରେ କଣ ହେଇଛି କିରେ? ମୁହଁଟା ଶୁଖି ଯାଇଛି, ଖାଲି ଶୋଇନୁ କି ରାତିରେ? କଣ କହିବି ଜେଜେ, ସେ ମେଙ୍କି ଡାହାଣୀ ଏ ଗାଁରେ କାହାରିକୁ ରଖେଇ ଦେବନି। କାଲି ରାତିରେ ବିଲକୁ ପାଣି ମୋଡ଼ିବା ପାଇଁ ଯାଇଥିଲି, ଯେମିତି ସେ ମେଙ୍କିର ନଜର ମୋ ଉପରେ ପଡ଼ିଛି, ମୁଁ କଣ ପାଣି ମୋଡ଼େଇ ପାରିଛି? ରାତି ସାରା ଖାଲି ସବୁ କିଛି ଛାଡ଼ିଦେଇ ମୁଁ ବା ଘରେ ଉଠିଛି। ହଁ ତୁ ସେ ମେଙ୍କି କଥା କହୁଛୁ ବାପ? ହଁ ଜେଜେ। ତୁ ଜାଣିଛୁ ତା ବିଷୟରେ? ନା ଜେଜେ। ଜାଣିନୁ? ହଉ କହୁଛି ଶୁଣୁ। ମେଙ୍କି ବହୁତ ପୁରୁଣା ଲୋକ। କେତେ ପୁରୁଣା ଜେଜେ? ଏଇ ଯୋଉ ଗାଁ ମୁଣ୍ଡରେ ବର ଗଛ ଦେଖୁନୁ, ହଁ ଜେଜେ। ସେ ତାଠୁ ବି ପୁରୁଣା। 15 ବର୍ଷର ହେଇଥିଲା ଯେତେବେଳେ ସେ ଆମ ଗାଁକୁ ବୋଉ ହେଇ ଆସିଥିଲା। ପ୍ରଥମେ ତା ସ୍ୱାମୀ କି ଖାଇଲା, ତାପରେ ଗୋଟେ କୁକୁଡ଼ାକୁ ଆଣିକି ରଖିଥିଲା, ତାକୁ ବି ଖାଇଲା। ଏଇଭଳିଆ ଖାଇ ଖାଇ ସମସ୍ତଙ୍କୁ ସର୍ବନାଶ କରିଦବ ରେ, ବର୍ବାଦ କରିଦବ। ଏ ଗାଁଟାକୁ ସର୍ବନାଶ କରିଦବ, ସର୍ବନାଶ। କେମିତି ରକ୍ତ ଶୋଷା ହବ, କାହାକୁ କେମିତି ବାଣ ମରାଯିବ, ଏ ବିଷୟରେ ଆଲୋଚନା ହୋଇଛି। ଆଉ ଜାଣିଛ ମେଙ୍କି ଡାହାଣୀର ନଜର ଯାହା ଉପରେ ବି ଥରେ ପଡିଛି ନା, ତାର ଭାଗ୍ୟ ଖରା, ଭାଗ୍ୟ ଖରା। ତୁ ଠିକ କହିଲୁ ରେ ନାତିଆ, ବୁଝିଲୁ ନାତି? ମତେ କେତେ କାମ। ତୁ ଚାଲ, ଏ କଥାରେ ଆମେ କଣ ପାଇବା? ଚାଲ।